ଆପଣ କବାଟରେ ଲୁଗା ଶୁଖାଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହି ସବୁ କଥା। ଘରର ମୁଖ୍ୟ ଦ୍ୱାରର କବାଟରେ କୁଳଦେବୀଙ୍କ ବାସ ହୋଇଥାଏ। ଶୟନ କକ୍ଷର କବାଟରେ ମହାଲକ୍ଷ୍ମୀଙ୍କ ବାସ ହୋଇଥାଏ। ରୋଷେଇ ଘର କବାଟରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ। ଶୌଚାଳୟ ଘର କବାଟରେ ବାୟୁକୁମାରଙ୍କ ବାସ ହୋଇଥାଏ। ଯେଉଁ ଘରର କବାଟରେ କପଡ଼ା ଓହଳିଥାଏ ତାଙ୍କ ସୁଖ ବି ଓହଳି ରହିଯାଏ। ଘରର ପ୍ରତି କବାଟରେ ଦେବତାମାନେ ନିବାସ କରିଥାନ୍ତି। ସେଥିପାଇଁ କୌଣସି ବି କବାଟରେ କପଡ଼ା ଶୁଖାନ୍ତୁ ନାହିଁ। ଘରର ବାସ୍ତୁ ଦୋଷ କିପରି ଜାଣିବେ? ଯେତେ ଚେଷ୍ଟା କଲେ ମଧ୍ୟ ସବୁ କାର୍ଯ୍ୟରେ ବିଫଳ ହେବ। ଗୋଟିଏ ପରେ ଗୋଟିଏ ରୋଗ ମାଡ଼ି ଆସିବା, ଶୁଭ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବା, ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହେବା ଓ ଅଶାନ୍ତି ମନୋମାଳିନ୍ୟ ଲାଗି ରହିବା, ଇଲେକ୍ଟ୍ରୋନିକ୍ ଜିନିଷ ଗୋଟିଏ ପରେ ଗୋଟିଏ ଖରାପ ହେବା, ଆର୍ଥିକ ସ୍ଥିତି ବହୁତ ଖରାପ ହେବା, ଯେତେ ଚେଷ୍ଟା କଲେ ମଧ୍ୟ ଧନହାନି ହେବ, ଘରେ ବାରମ୍ବାର ଦୁର୍ଘଟଣା ହେବ ଏବଂ ସର୍ବଦା ଚିନ୍ତାଗ୍ରସ୍ତ ହୋଇ ରହିବା। ସାଙ୍ଗମାନେ ଧ୍ୟାନ ଦେଇ ଏହି ସବୁ କଥାଗୁଡ଼ିକ ପ୍ରତି ସାବଧାନ ରୁହନ୍ତୁ। ଅଳ୍ପ ଜାଣିଥିବା କଥା କେବେ ନ କହିବ। ଗଣ୍ଡଗୋଳ ବେଳେ ଆଗୁଆ ନ ହେବ। ପତି ପତ୍ନୀ କଳହରେ ମଧ୍ୟସ୍ଥି ନ ହେବ। ଖରସ୍ରୋତା ନଦୀରେ କେବେ ନ ପଶିବ। ବିଦେଶରେ ଏକା ଏକା କେବେ ନ ବୁଲିବ। ଅଜଣା ଲୋକର ହସ୍ତରୁ କେବେ ନ ଖାଇବ। ଏକାନ୍ତରେ ପରନାରୀ ସାଥେ ନ ରହିବ। ବନ୍ଧୁ ପତ୍ନୀ ପ୍ରତି ପରିହାସ ନ କରିବ। କିଣାବିକା ସମୟରେ ତରତର ନ ହେବ। ଦେବାନେବା ସମୟରେ ଟଙ୍କା ଭଲରେ ଗଣିବ। ନ ଦେଖି ପରର ଦ୍ରବ୍ୟ ପାଖେ ନ ରଖିବ। ପରଦେଶେ ସବୁବେଳେ ସାବଧାନ ଥିବ। କ'ଣ ସାଙ୍ଗମାନେ ଠିକ୍ ତ? ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲନ୍ତୁ ନାହିଁ।